ଆଜି ଆମେ ଗୋଟେ ଖାସ୍ ଆଞ୍ଚଳିକ ପର୍ବ ବିଷୟରେ କଥା ହେବା। ହଁ, ସାରାହୁଲ ନା ତାର। ଆମେ ଗୋଟେ ଉତ୍ସ ପାଇଛୁ, ସାରାହୁଲ, ଝାଡ଼ଖଣ୍ଡର ଆଦିବାସୀ ପର୍ବ। ଆଚ୍ଛା, ତ ଚାଲନ୍ତୁ ଦେଖିବା ଏହି ପର୍ବର କ'ଣ ମହତ୍ତ୍ୱ ରହିଛି। ହଁ ହଁ, ଏଇଟା ତ ମୁଖ୍ୟତଃ ଭାରତର ଝାଡ଼ଖଣ୍ଡ ରାଜ୍ୟରେ ପାଳନ ହୁଏ। ଝାଡ଼ଖଣ୍ଡରେ? ହଁ, ଆଉ ସେଠାକାର ଯୋଉ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ନା, ସେମାନଙ୍କ ପାଇଁ ଏହା ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ପର୍ବ। ଆଚ୍ଛା। ଏହା ଖାଲି ଗୋଟେ ପର୍ବ ନୁହେଁ, କ'ଣ କହନ୍ତି, ସେମାନଙ୍କର ଜୀବନର ଗୋଟେ ଅଂଶ ଭଳି। ବୁଝିଲି। ତ ଉତ୍ସରେ କହୁଛି କି ଓରାଓଁ, ମୁଣ୍ଡା ଆଉ ହୋ ଜନଜାତି ଏମାନେ ସବୁ ପାଳନ କରନ୍ତି। ହଁ, ମୁଖ୍ୟତଃ ଏହି ତିନୋଟି ଜନଜାତି, ଆହୁରି ବି ଅନ୍ୟ କିଛି ସମ୍ପ୍ରଦାୟ ଅଛନ୍ତି। ଆଚ୍ଛା, ଏହି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟମାନଙ୍କ ପାଇଁ ଏହାର ଏତେ ମହତ୍ତ୍ୱ କାହିଁକି? କିଛି ଖାସ୍ କଥା ଅଛି କି? ଦେଖନ୍ତୁ, ଏହି ପର୍ବଟା ନା ହୁଁ। ପ୍ରକୃତି ସହିତ ଆଦିବାସୀମାନଙ୍କର ଯୋଉ ଗଭୀର ସମ୍ପର୍କ ତାକୁ ଦେଖାଏ। ହଁ, ପ୍ରକୃତି ସହ ସମ୍ପର୍କ। ବିଶେଷ କରି ଗୋଟେ ଗଛ ଅଛି, ଶାଲ ଗଛ। ହଁ, ତାର ପୂଜା ହେଉଛି ଏହାର ମୂଳ କଥା। ଶାଲ ଗଛର ପୂଜା। ହଁ, ଯେତେବେଳେ ବସନ୍ତ ଋତୁ ଆସେ ଆଉ ଶାଲ ଗଛରେ ନୂଆ ଫୁଲ ଫୁଟେ, ସେତେବେଳେ ପର୍ବ ପାଳନ କରାଯାଏ। ଏମିତି ଭାବନ୍ତୁ, ନୂଆ ବର୍ଷର ଆରମ୍ଭ ଆଉ ନୂଆ ଆଶାର ସୂଚନା। ଓହୋ। ଆଉ ଏଇଟା ମାଟି ମାଆକୁ ପୃଥିବୀକୁ ଧନ୍ୟବାଦ ଦେବାର ବି ଗୋଟେ ଉପାୟ। ଏଇଟା ବହୁତ ଭଲ ଲାଗିଲା ଶୁଣିବାକୁ। ତାହେଲେ ଏହାକୁ ପାଳନ କେମିତି କରନ୍ତି? କିଛି ରୀତିନୀତି ଥିବ ନା ନିଶ୍ଚୟ? ହଁ ହଁ, ଅନେକ ରୀତିନୀତି ଅଛି। ଗାଁର ଯିଏ ମୁଖ୍ୟ ପୂଜାରୀ, ତାଙ୍କୁ ପାହାନ କୁହନ୍ତି। ପାହାନ? ହଁ, ପାହାନ। ସେ ମୁଖ୍ୟ ପୂଜାବିଧି ସବୁ କରନ୍ତି। ଆଉ ଏ ପୂଜାଟା ପ୍ରାୟତଃ ଜାହେର ବୋଲି ଗୋଟେ ଜାଗା ଅଛି। ଜାହେର? ସେଇଟା କ'ଣ? ଗୋଟେ ପବିତ୍ର ଗଛଗହଳିଆ ଜାଗା, ଗାଁର ଆଧ୍ୟାତ୍ମିକ କେନ୍ଦ୍ର କହିପାରିବେ। ଆଚ୍ଛା ଆଚ୍ଛା, ପବିତ୍ର ବୃକ୍ଷକୁଞ୍ଜ। ହଁ, ଆଉ ଗୋଟେ ବହୁତ ମଜାଦାର ବିଧି ଅଛି। ଦୁଇଟା ମାଟି ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତି। ଆଉ ସେଥିରୁ ଆଗାମୀ ବର୍ଷ କେମିତି ବର୍ଷା ହେବ ସେ ବିଷୟରେ ଗୋଟେ ଅନ୍ଦାଜ କରନ୍ତି। କ'ଣ କହୁଛନ୍ତି? ପାଣିପାଗର ଭବିଷ୍ୟବାଣୀ? ହଁ, ଏଇଟା ତ ଚାଷ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ବହୁତ ଜରୁରୀ ନା। ବାସ୍ତବିତ୍ ବେଦମ୍। ତାହେଲେ ଏଟା ଖାଲି ଧାର୍ମିକ ପର୍ବ ନୁହେଁ, ସାମାଜିକ, ସାଂସ୍କୃତିକ ଦିଗ ବି ଅଛି। ନିଶ୍ଚିତ ଭାବରେ। ପୁରା ସମ୍ପ୍ରଦାୟ ଏକାଠି ହୁଅନ୍ତି ଏହି ସମୟରେ। ହଁ, ସେଟା ତ ହବ। ପୂଜା ସରିଲା ପରେ ନାଚ, ଗୀତ, ଖିଆପିଆ ଭୋଜି ଭାତ ସବୁ ଚାଲେ। ଆଚ୍ଛା। ତାଙ୍କର ପାରମ୍ପରିକ ବାଦ୍ୟଯନ୍ତ୍ର ସବୁ ବଜାନ୍ତି। ପୁରୁଷ, ମହିଳା ସମସ୍ତେ ମିଶିକି ନାଚନ୍ତି। ହଁ ହଁ। ଏଇଟା କ'ଣ କରେ ନା, ସେମାନଙ୍କ ଭିତରେ ଏକତା ବଢ଼ାଏ, ଆଉ ତାଙ୍କର ଯୋଉ ସାଂସ୍କୃତିକ ପରିଚୟ ଅଛି ତାକୁ ବି ବଞ୍ଚେଇ ରଖିବାରେ ସାହାଯ୍ୟ କରେ। ଠିକ୍। ପୁରୁଣା ପରମ୍ପରାକୁ ନୂଆ ପିଢ଼ି ପାଖକୁ ନେବାର ଏହା ଗୋଟେ ବଡ଼ ମାଧ୍ୟମ। ବୁଝିଲି ବୁଝିଲି। ତାହେଲେ ଏଇ ଯୋଉ ଉତ୍ସବ ଆମେ ଦେଖିଲେ, ତାର ମୁଖ୍ୟ କଥା ହେଲା ଯେ ସାରହୁଲ ଖାଲି ଗୋଟେ ପର୍ବ ନୁହେଁ। ହଁ, ଏହା ଝାଡ଼ଖଣ୍ଡର ଓରାଓଁ, ମୁଣ୍ଡା, ହୋ ଆଦିବାସୀଙ୍କ ପାଇଁ ତାଙ୍କର ପ୍ରକୃତି ସହ ଯୋଡ଼ି ହେବାର, ନୂଆ ଆଶାର, ସମାଜରେ ଏକତାର ଆଉ ସଂସ୍କୃତିର ପରିଚୟର ପ୍ରତୀକ। ଏକଦମ ଠିକ୍ କହିଲେ। ଏହା ସେହି ଅଞ୍ଚଳର ଗୋଟେ ଅଲଗା ଅନନ୍ୟ ପରମ୍ପରା। ଆଉ ଏଇଠି ଗୋଟେ କଥା ଚିନ୍ତା କରିବା କଥା। କ'ଣ? ଏମିତି ଏହି ପର୍ବ ଆଉ ଏହା ସହ ଜଡ଼ିତ ଯେତେ ସବୁ ପରମ୍ପରା ଅଛି, ସେଗୁଡ଼ିକ ଏତେ ନିର୍ଦ୍ଦିଷ୍ଟ ଭାବେ କେବଳ ଏହି ଜନଜାତି ଆଉ ଏହି ଝାଡ଼ଖଣ୍ଡ ଭିତରେ ହିଁ ଏତେ ଦୃଢ଼ ଭାବେ ରହିଛି। ହଁ, ସେଇଟା ବି ଗୋଟେ କଥା। ଏଇଟା ଗୋଟେ ପ୍ରଶ୍ନ ଉଠାଉଛି ଯେ ଗୋଟେ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ଭିତରେ ନିଜର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ କେମିତି ବଞ୍ଚି ରହେ, ଆଉ ତା ପଛର କାରଣ କ'ଣ ହୋଇପାରେ।